ମାର୍ଚ୍ଚ 31 ତାରିଖ ଯାଏଁ ଚାଲିବ ଆବାସ ସର୍ଭେ। ପଞ୍ଜୀକରଣ କଲେଣି 19 ଲକ୍ଷରୁ ଅଧିକ ଲୋକ। ତ ଦେଖନ୍ତୁ, ଯଦି ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏପର୍ଯ୍ୟନ୍ତ ଯଦି ସର୍ଭେ କରିନାହାନ୍ତି, ତାହେଲେ ଆପଣମାନେ ଯାଆନ୍ତୁ ଖୁବ୍ ଶୀଘ୍ର ସର୍ଭେ କରନ୍ତୁ। ଆଉ ଯେଉଁମାନେ ମଧ୍ୟ ଆବେଦନ କରିନାହାନ୍ତି ସେମାନେ ମଧ୍ୟ ଆବେଦନ ବି କରିପାରିବେ। ତ ଦେଖନ୍ତୁ କଣ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ। ଆପଣମାନେ ଯଦି ହିତାଧିକାରୀ ଅଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆଉ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଦେଖନ୍ତୁ କଣ ଅପଡେଟ ରହିଛି। ତ ଦେଖନ୍ତୁ 31 ମାର୍ଚ୍ଚ ଆବାସ ସର୍ଭେ ଡେଡଲାଇନ। ମାର୍ଚ୍ଚ 31 ତାରିଖ ଯାଇ ଚାଲିବ ଆବାସ ସର୍ଭେ। ଏବେ ଯାଇ ସର୍ଭେରେ 19.5 ଲକ୍ଷ ନାମ ପଞ୍ଜୀକରଣ କଲେଣି। ଏହି ନେଇ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି ଯେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ଚାଲିଛି। ମାର୍ଚ୍ଚ 31 ଯାଏଁ ଚାଲିବ। ଆହୁରି 17ରୁ 18 ଦିନ ଥିବାରୁ ଆହୁରି ଅଧିକ ଲୋକ ସାମିଲ ହେବେ ବୋଲି ଆଶା କରାଯାଉଛି। ସେପଟେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା 30 ତାରିଖ ଯାଏଁ କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଅନ୍ତୋଦୟ ଗୃହ ଯୋଜନା। 50,000 ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର। ଏହି ନେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ଗରିବ ଲୋକଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବ। ଭିନ୍ନକ୍ଷମ, ବିଧବା, ଦୂର ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଏବଂ ଶହୀଦ ପରିବାରର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘର ଯୋଡ଼ିଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ। ଏଥିପାଇଁ ଅନଲାଇନ ଆବେଦନ ଖୋଲିବ। ଫୋନ ନମ୍ବର ମଧ୍ୟ ଆପଣମାନେ ଯୋଗାଯୋଗ କରିପାରିବେ। ଦେଖନ୍ତୁ ଏ ଡିସ୍କ୍ରିପସନ ଦେଇଦେଇଛି, ଆପଣମାନେ ଯୋଗାଯୋଗ କରିପାରିବେ। ଏବଂ ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓଙ୍କ ମାଧ୍ୟମରେ ପଞ୍ଜୀକୃତ କରିପାରିବେ। ପଞ୍ଚାୟତ ମାଧ୍ୟମରେ ବିଡିଓଙ୍କ ସହ ଯୋଗାଯୋଗ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ବଜେଟରେ ରାଜ୍ୟ ଗରିବଙ୍କୁ ପକ୍କା ବାସ ଗୃହ ଦେବା ପାଇଁ ବଡ଼ ଲକ୍ଷ୍ୟ ରଖିଛନ୍ତି। ମୋହନ ସରକାରଙ୍କ ଉଲ୍ଲେଖଯୋଗ୍ୟ ଯେ ବଜେଟ ଅନ୍ତୋଦୟ ଯୋଜନା ଲାଗି 7,750 କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ପକ୍କା ଘର ଯୋଗାଇବାକୁ ଅନ୍ତୋଦୟ ଗୃହ ଯୋଜନା ରାଜ୍ୟ ସରକାରଙ୍କ ଏକ ମହତ୍ୱାକାଂକ୍ଷୀ ଯୋଜନା କରିଛନ୍ତି। ଏହା ଅଧୀନରେ ଆସନ୍ତା 3 ବର୍ଷରେ ଅତି କ୍ରମେ 2,25,000 ନୂତନ ପକ୍କା ଘର ମଞ୍ଜୁର କରାଯିବ। 2025ରୁ 2026ରେ 75,000 ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି।